गुरुदेव महाराज महाराज दशरथ आम मानक सागर बसाई दे सबरण कले बर्तमान कौन करवा गुरुदेव कौन मनुष्य परलोक परे मनुष्य परलोक पर वैदिक रीति रे जहाँ कार्यानुष्ठान ग्रहण करिया कथा वर्तमान अयोध्या पुत्र मान अनुपस्थित पुत्र कौन महामंत्री चाबाली महाराज का वक्तव्य ताहा हेले कौन करिया गुरुदेव ताहाले कौन करिया गुरुदेव ताहाले कौन करिया गुरुदेव वर्तमान राजांकर मर शरीर को यत्न सहकार तले कुंडे पकाई सुरक्षित रखंतु पुत्र मानक उपस्थिति रे यथा कार्यानुष्ठान संपादन हेबो गुरुदेव व्यवस्था करंतु गुरुदेव सुमंत गुरुदेव जाबाली महोत्सव जहाँ कहले यथार्थ वशिष्ठ महाराज दशरथ जहाँ को राज्य देइथिले से भरत ही राजपद रे अभिषिक्त है मंत्री सुमंत्र द्रुत प्रेरण करंतु नंदीग्राम मंत्री सुमंत्र द्रुत प्रेरण करंतु नंदीग्राम को के अछि रे बड़ बाटी डाकियो ना एते दुख कले पुरा सुधा हियोनी के अछि रे जय आज्ञा बड़ी मु असले गोटे कथा मन रखिथिबो महाराज दशरथकर मृत्यु घटिछि किंबा राम लक्ष्मण सीता वनवास जाइछन्ति रघुकुल को विपद पड़िछि बोली ए सब कथा कौन से प्रकाश न करिवो एबे भरत कहबो तुम कुलगुरु वशिष्ठ महामंत्री सुमंत तुमको जरूरी समय दे पठाइछन्ति तुम खूब शीघ्र अयोध्या को फेरी जीवा को पड़े बुझिल तो दूत कथोपकथन जतपरि व्यतिक्रम न उठे जय आज्ञा शिरोधार्य प्रणाम भरत नंदीग्राम फेरिले यथाक्रमे विधि संपन्न हबो चलो प्रस्थान खबर दैछन्ति सुमंत्र आज रात्र रे स्वप्न मन विचलित हो जाउछि काहे दिवस रे पेच कर घन नाम सुगाळ मानकर भैरव ए सब अशुभ संकेत आज रात्र रे दुस्वप्न देखी मन विचलित हो जाउछि काहे आज रात्र रे दुस्वप्न देखी मन विचलित हो जाउछि आज रात्र रे दुस्वप्न देखी मन विचलित हो जाउछि काहे दिवस रे पेच कर घन राव सुगाळ मानकर भैरव सुगाळ मानकर भैरव रड़ी ए समस्त अशुभ दृश्य मान हेउछि काहे हे ठाकुर एपर किछि अघटन न घटु प्रभु द्रुत प्रवेश युवराज भरदेवंकर जय प्रणाम विसंवाद दूत महाराज आपण तथा शत्रुघ्न देव महाराज से नुह महाराजा आपण को तथा शत्रुघ्न देव को साक्षात करिया पई उद्बलित महाराजा आपण तथा शत्रुघ्न देव आपण तथा शत्रुघ्न को साक्षात करिया पई उद्बलित
ଏଣୁ ମଣିମା ଆପଣଙ୍କ ଶୁଭ କାମକୁ ଅପେକ୍ଷାରେ ଚାହିଁ ବସିଛନ୍ତି। ଆସନ୍ତୁ ରଥ ପ୍ରସ୍ତୁତ କରି ରଖିଛି। ମୁଁ ଅଜା ବାବୁଙ୍କ ନିକଟରୁ ବିଦାୟ ନେଇ ଶତ୍ରୁଘ୍ନକୁ ସାଙ୍ଗରେ ନେଇ ଅଯୋଧ୍ୟା ଯାତ୍ରା କରିବି। କୌଶଲ୍ୟା ସୁମିତ୍ରା ଶୈଲା ତ କଣ ଯାଇଗଲା ମହାଦେଇ ଏସବୁ ମହାରାଜା ଆମ ମାନଙ୍କୁ ଛାଡି ଆର ସୁଖର ସଂସାର ରହିଲା ନା। ମହାଦେଇ ଦୈବକୁ ଦୋଷ ଦିଅ ନାହିଁ, ଏହା ଆମ ଭାଗ୍ୟର ଫଳ। ପାନ ପାଇଁ ଯାଇଛି ପ୍ରବେଶ ପରା ନାଇଁ, ଏଥିରେ ଯୁକ୍ତ ନାହିଁ, ଏଥିରେ ଯୁକ୍ତ ନାହିଁ। ଆସ ବସ। ଶତ୍ରୁଘ୍ନ ପ୍ରବେଶ ଆଉ ନାଇଁ, ତମ ସିମ୍ ଚାର୍ଟ ଦେଖିକି ଯାଉନ ଏଠୁ। ପ୍ରଣାମ ମାତା। ମା ମାନେ ତୁମ ମାନଙ୍କର ମୁଖ ଚନ୍ଦ୍ରରେ ଏ ବିଶ୍ୱ ନତର ରାହୁ ଗ୍ରାସ କରିଛି କାହିଁକି? ବାବାରେ ତୁମ ମାନଙ୍କର ମନର ସନ୍ଦେହକୁ ଦୂର କରିବାକୁ ଆମ ମୁଖରେ ଭାଷା ନାହିଁ, ପରନ୍ତୁ ଆଦର୍ଶମୟୀ ମା କୈକେୟୀ ଅତି ସରଳରେ ବୁଝାଇ ଦବ। ତୁମର ତୁମ ମାନଙ୍କର ମନର ସନ୍ଦେହକୁ ଦୂର କରିବ। କୈକେୟୀ ତୁମ ମାନଙ୍କର ବାର୍ତ୍ତାଳାପରୁ ଆମେ କିଛି ବୁଝିପାରୁ ଆସନ୍ତୁ ଅଗ୍ରଜ। ଛାଡ଼ିକି ଯିବା ଛୁଆ ଘର ଭିତରେ ବସିବ ନା ଆଉ କଣ ଏଡେ ଏଡେ ବାହାର କରି ପଳେଇବ। ଯୋଉ ଗୋଟେ ପଶିକି ବାହାରି ପୁରେଇବିନି ସାର୍। ଚାଲ ଏବେ ବିଶ୍ରାମ ନେବା। କୈକେୟୀ ମନ୍ଥରା ମୋର ଡାଇଲଗଟା ହଁ ରାତିରେ ପଳେଇବେ। ତାଙ୍କ କଥା କାଇଁ ମୁଣ୍ଡ ପୁରଉଛ? ମନ୍ଥରା ମା ଏପର୍ଯ୍ୟନ୍ତ ଦୂତ ଫେରିଲା ନାହିଁ କାହିଁକି? ହ୍ୟାଲୋ ମା, ଘର ତ ଆସୁଥିବ, ତୁମେ ବ୍ୟସ୍ତ ହୁଅ ନାହିଁ। କିପରି ବ୍ୟସ୍ତ ହେବିନି କହିଲେ ମନ୍ଥରା ମା? ଏପର୍ଯ୍ୟନ୍ତ ବାର୍ତ୍ତା ଭାବ ଫେରିଲା ନାହିଁ, କାରଣ କଣ? ରାଣୀ ମା ଯୁବରାଜ ବଳଦେବ ବଡ ମା ସାନ ରାଣୀ ମାଙ୍କୁ ଦର୍ଶନ କରି ଆସୁଛନ୍ତି। ଭରତ ଶତ୍ରୁଘ୍ନ ଦୂତ ଅବିଳମ୍ବେ ମନ୍ତ୍ରୀକୁ ସମ୍ବାଦ ଯେ ଆଜ୍ଞା ରାଣୀ ମା। ଏଇ ତ ହଜିଲା ବଳଦ ଖୋଜିଲା ବେଳକୁ ହାଜର। ମାଲ ମୋର କୈକେୟୀ, ମୁଁ ଏବେ ଆସୁଛି। ଟାଇମ୍ କେତେ ହେଲା? ଏଠାରେ ଆସି ଦେଖୁଛି କୌଣସି ବ୍ୟକ୍ତି ପ୍ରସନ୍ନ ନୁହନ୍ତି। ମାତା ସୁବର୍ଣ୍ଣ ସୁବର୍ଣ୍ଣ ରଞ୍ଜିତ ପଲକ ଶୂନ୍ୟ ପଡ଼ିଛି। ପିତାଶ୍ରୀଙ୍କ ଦର୍ଶନ ପାଇପାରିଲି ନାହିଁ। ଭାବିଲି ଏଠାରେ ଆସି ପିତାଶ୍ରୀଙ୍କ ଦର୍ଶନ ଲାଭ କରିବି। ଏଠାରେ ମଧ୍ୟ ପିତାଶ୍ରୀଙ୍କ ଦର୍ଶନ ପାଇପାରିଲି ନାହିଁ। କୁହ ମାତା ପିତାଶ୍ରୀ ଏବେ କେଉଁଠାରେ ଅଛନ୍ତି? ବାବୁରେ ଭରତ, ତୋ ପିତାଶ୍ରୀ ହେଉଛି ସତ୍ୟବାଦୀ, ଧର୍ମଶୀଳ। ସେ ମୋ ସେବା ଓ ବୀରତ୍ୱରେ ସନ୍ତୁଷ୍ଟ ହୋଇ ମୋତେ ସ୍ୱଇଚ୍ଛାରେ 2 ଗୋଟି ବର ପ୍ରଦାନ କରିଥିଲେ। ମୁଁ ଧର୍ମକୁ ସାକ୍ଷୀ ରଖି ସେ 2 ଗୋଟି ବର ମାଗି ନେଇଥିଲି। ମୋର ପ୍ରଥମ ବର ଭରତ ଅଯୋଧ୍ୟାର ରାଜସିଂହାସନରେ ରାଜପଦରେ ଅଳଙ୍କୃତ ଦ୍ୱିତୀୟ ବର ରାମ 14 ବର୍ଷ ବନବାସ ଏବଂ ଦ୍ୱିତୀୟ ବର ରାମ 14 ବର୍ଷ ବନବାସ କରିବେ। ପିତାଙ୍କର ସତ୍ୟ ପାଳନ କରି ରାମଚନ୍ଦ୍ର 14 ବର୍ଷ ବନବାସ ଗଲେ। ଲକ୍ଷ୍ମଣ ଓ ସୀତା ସେମାନଙ୍କ ସଙ୍ଗରେ ବନକୁ ଗଲେ। ପୁତ୍ର ବଧୂ ଶୋକରେ
ବାବୁରେ ଭରତ ତମେ ରିଆକ୍ସନ ଆଗୁଆ କରିଦେଲ ବାବୁରେ ଭରତ ତୋ ପିତା ହେଉଛନ୍ତି ସତ୍ୟବାଦୀ ଧର୍ମଶୀଳ। ସେ ମୋ ସେବା ଓ ବୀରତ୍ୱରେ ସନ୍ତୁଷ୍ଟ ହୋଇ ତୋ ଇଚ୍ଛାରେ 2 ଗୋଟି ବର ପ୍ରଦାନ କରିଥିଲେ। ବର୍ତ୍ତମାନ ଧର୍ମକୁ ସାକ୍ଷୀ ରଖି ମୋ ସେ 2 ଗୋଟି ବର ମାଗି ନେଇଥିଲି। ମୋର ପ୍ରଥମ ବର ଭରତ ଅଯୋଧ୍ୟାର ରାଜସିଂହାସନରେ ରାଜପଦରେ ଅଳଙ୍କୃତ ହେବ ରାମ 14 ବର୍ଷ ଏବଂ ଦ୍ୱିତୀୟ ବାର ରାମ 14 ବର୍ଷ ବନବାସ କରିବେ। ପିତାଙ୍କର ସତ୍ୟ ପାଳନ କରି ରାମ 14 ବର୍ଷ ବନବାସ କଲେ। ଲକ୍ଷ୍ମଣ ଓ ସୀତା ସେମାନଙ୍କ ସଙ୍ଗରେ ବନକୁ ଚାଲିଗଲେ। ପୁତ୍ର ଓ ପୁତ୍ରବଧୂଙ୍କ ପୁତ୍ର ଓ ପୁତ୍ରବଧୂ ବିଚ୍ଛେଦରେ ତୋ ପିତା ସେମାନଙ୍କୁ ଝୁରି ଝୁରି ସ୍ୱର୍ଗ ପ୍ରାପ୍ତି କଲେ। ଆମେ ହତଭାଗା ତୁମର ଅନ୍ତିମ ମୁଖ ଦର୍ଶନରୁ ବଞ୍ଚିତ ହେଲୁ। କି କହିଲ ମାତ ସରୁ ହଁ କି କହିଲ ମାତ କି ଶୁଣିଲା ହୀନ ଶ୍ରବଣ ହେ ଆକାଶ ଆକାଶ କି କରେ ଭରତ ମସ୍ତକ ହେ ଧରିତ୍ରୀ ଧରିତ୍ରୀ ବିସ୍ଫୋରଣ କପି ଯାଉ ହୀନ ଭରତ ଅନ୍ଧକାର ହେ ମୂର୍ଖହୀନ ଭରତ ଭରତ ନ ଦେଖୁ ନ ଶୁଣୁ বিষণ্ণ সকাতুর করুণ চিৎকার পিতাশ্রীଙ୍କ ମୃତ୍ୟୁବରଣ ଚାଷୀ ମୃତ୍ୟୁବରଣ କଲେ। ଦେବତୁଲ୍ୟ ନିଷ୍ପାପ ଦେବତୁଲ୍ୟ ନିଷ୍ପାପ ଧର୍ମଶୀଳ ପ୍ରଭୁ ରାମଚନ୍ଦ୍ର ବନବାସ କଲେ। ତାଙ୍କ ତାଙ୍କ ବିଚ୍ଛେଦ ବିନା ହୀନ ପ୍ରାଣକୁ ଜଳାଞ୍ଜଳି ଦେବି। ନା ପାଖକୁ ଆସିବୁ ପାଖକୁ ଆସିବୁ ନା ଆଉ ନିଅ ତାଙ୍କ ବିନା ହୀନ ପ୍ରାଣକୁ ଜଳାଞ୍ଜଳି ଦେବି। ଭରତ ନାଇଁ ତୁ ମା ନୁହେଁ ଗୋଟେ ରାକ୍ଷସୀ। ଦେହୁ ଜନନୀ ତୁ ଗୋଟା ଡାକିନି ପିଶାଚିନି ରାକ୍ଷସିନି। ଦେହୁ ଜନନୀ ତୁ ଗୋଟା ଡାକିନି ପିଶାଚିନି ରାକ୍ଷସିନି। ଦେହୁ ଜନନୀ ଗୋଟା ଡାକିନି ପିଶାଚିନି ରାକ୍ଷସିନି। କଲୁ କି କଲୁ প্রভু মতে হই শ্রেষ্ঠ রানী আলো লক্ষ্মী কেউ রঘু বংশ দশ বসে বিশ্ব সে বংশ কুল নাগুনি। কেউ রঘু বংশ দশ বসে বংশ কুল নাগুনি। পাথরে অন্ধুলি সাজি পিসাচিনি রঘু বংশ কলু বংশ বিকট বুদ্ধি দশ রজা তমুকু হরি বিশেষ বিকট বুদ্ধি ତୁମେ ଧର୍ମ ଜ୍ଞାନ ସତ୍ୟର ଅଧିକାରିଣୀ ହୋଇ ଏପରି ଧର୍ମ ନୀତି ବିରୁଦ୍ଧାଚରଣ କରିପାରିଲ କିପରି? ପିତାଶ୍ରୀ ଥିଲେ ଧର୍ମାତ୍ମୀ ସତ୍ୟବାଦୀ। ତାଙ୍କୁ ତୁମର ରାଜଭୋଗ କରିବାର ଅଭିଳାଷ ମାଗିଥିଲେ ସେ ନିର୍ବିଚାରରେ ତୁମର ଅଭିଳାଷ ପୂରଣ କରିଥାନ୍ତି। କିନ୍ତୁ ଆଜି କାହିଁକି ସମଗ୍ର ଅଯୋଧ୍ୟା ନଗରରେ ବିଷମତାର ବନ୍ୟା ହୋଇଥାନ୍ତା କାହିଁକି? କହିକେଇ ଧନରେ ମୋର ଶତ୍ରୁ ନୁହଁ ତୋ ଭାଇ ତୋ ଭାଇ ଭରତ ମଙ୍ଗଳାର୍ଥେ ମୁଁ ଏହି ପଥ ଅବଲମ୍ବନ କରିଛି। ଠିକ ତୋର ଠିକ ତୋର ମୋ ପାଇଁ ସ୍ୱାର୍ଥପର ମଙ୍ଗଳ କାମନା ମୋର ତିଳେ ମାତ୍ର ଆବଶ୍ୟକ ନାହିଁ। ଦରକାର ନାହିଁ ଏ ରାଜପଦ। ବର୍ତ୍ତମାନ ଯାଇ ମୁଁ ମୋର ପ୍ରଭୁଙ୍କୁ ଫେରାଇ ଆଣିବି। ବାବୁରେ ଶତ୍ରୁଘ୍ନ ଯଥା ଶୀଘ୍ର ଅପବିତ୍ର କଳଙ୍କ ପୁଣ୍ୟ ତ୍ୟାଗ କରି ପ୍ରଭୁଙ୍କୁ ଫେରାଇ ଆଣିବା। ଆସନ୍ତୁ ଅଗ୍ରଜ। ଭରତ ଭରତ ରାଣୀ ମା କୈକେୟୀ ମାତା ପୁତ୍ରଙ୍କର କଥାବାର୍ତ୍ତା ସରିଲା। ତେଣେ କୁଳଗୁରୁ ତୁମ୍ଭ ମାନଙ୍କୁ ଅପେକ୍ଷା କରିଛନ୍ତି। ଆପଣ ଆସ। ଆଇ ମନ୍ଥରା ତୁମେ ଥାଉ ଥାଉ ତମର ପ୍ରିୟ କନ୍ୟା ସମ ମାତା କୈକେୟୀ ଏପରି ଅଘଟଣ ଘଟାଇଲା କିପରି? ଆରେ ବାପ ମୁଁ ବା କଣ କହିବି? ମୁଁ ତ ଗୋଟେ ଛାଡ଼ ଦାସୀ ଥିଲି। ମୁଁ ତ ଛାର ଗୋଟା ଦାସୀଟିଏ। ମୁଁ ଅବା କଣ କରିପାରିଥାନ୍ତି? ମୋର ସେ ବୁଦ୍ଧି କୁଆଡୁ ଆସିବ? ଶିଳ ପୁଆ ଗଗନରେ ଉଡୁଛି। ମୁଁ ତ ଛାର ତୁଳା ପଡିବି। ମୁଁ ଅବା କଣ ଜାଣେ? ତୁ କିଛି ଜାଣିନାଉ।
ବୁଝି ମନ୍ଥରା ସବୁ ନାଟର ମୂଳଧର କେବଳ ତୁ ମୋ ପବିତ୍ର ରଘୁବଂଶକୁ ଧ୍ୱଂସ କରି ନିରବସ୍ଥା ସାଜିଛୁ ମୁଁ ତତେ ଆଜି ଜୀବିତରେ ଛାଡ଼ିବି ମୁଁ ଆଜି ସ୍ୱହସ୍ତରେ ତୋର ଶିର ଛେଦନ କରିବି ଜାଗାକୁ ଜୋନ୍ ତଳେ କହିବୁ ମୁଁ ଆଜି ସ୍ୱହସ୍ତରେ ତୋର ଶିର ଛେଦନ କରିବି ଜାତିକୁ ହତ୍ୟା କରି ତୁ ପିଲାକୁ ପାଇବୁ ବାବୁରେ ଭରତ ତୋରି ମଙ୍ଗଳାର୍ଥେ ତୋରି ଭବିଷ୍ୟତ ପାଇଁ ଏହି ପଥ ଅବଲମ୍ବନ କରିବୁ। ଦରକାର ନାହିଁ ଦରକାର ନାହିଁ ଏ ସ୍ୱାର୍ଥପର ମଙ୍ଗଳ କାମନା ଏ କଳଙ୍କପୂର୍ଣ୍ଣ ଭବିଷ୍ୟତ ତ୍ରିମାତ୍ର ଚାହେଁ ଦରକାର ନାହିଁ ଏ ସ୍ୱାର୍ଥପର ମଙ୍ଗଳ କାମନା ମୋର ତିଳେ ମାତ୍ର ଆବଶ୍ୟକ ନାହିଁ। ବାବୁରେ ଶତ୍ରୁଘ୍ନ ଦରକାର ନାହିଁ ଏ କଳଙ୍କପୂର୍ଣ୍ଣ ଭବିଷ୍ୟତ ଦରକାର ନାହିଁ ମୋର ଏ ସ୍ୱାର୍ଥପର ମଙ୍ଗଳ କାମନା ଦରକାର ନାହିଁ ଏ କଳଙ୍କପୂର୍ଣ୍ଣ ଭବିଷ୍ୟତ ବାବୁରେ ଶତ୍ରୁଘ୍ନ ଯଥା ଶୀଘ୍ର ଏ ସ୍ଥାନରୁ ଉପସ୍ଥାନ କର। ଆସନ୍ତୁ ଅଗ୍ରଜ ଏଥର ଜୋନ୍ ଛାଡୁଛନ୍ତି ଦଶରଥ ଶବରାଦେଶ ବ୍ୟାକଗ୍ରାଉଣ୍ଡ ପ୍ରଚାର କରିବା।